ଶ୍ରୋତା ବନ୍ଧୁ, ଭଗବାନ କୃଷ୍ଣ ଭଗବତ ଗୀତାରେ କହିଛନ୍ତି କର୍ମଣ୍ୟେବାଧିକାରସ୍ତେ ମା ଫଲେଷୁ କଦାଚନ, ଅର୍ଥାତ୍ କର୍ମ କରିଚାଲ, ଫଳ ଆଶା କର ନାହିଁ। କିନ୍ତୁ ଶ୍ରୋତା ବନ୍ଧୁ, ଆମର କର୍ମ ଯଦି ମହତ୍ ହେଇଥାଏ, ନିଶ୍ଚିତ ଭାବରେ ସେ କର୍ମର ଫଳ ଆମକୁ ଭୋଗ କରିବାକୁ ହୁଏ। ଯଦି ନ୍ୟୁନ କର୍ମ କରିଥାଏ ତାହେଲେ ମଧ୍ୟ ସେ ଫଳ ଭୋଗ କରିବାକୁ ହୁଏ। ଅର୍ଥାତ୍ ସମୟ ପୃଷ୍ଠରେ ସେ କର୍ମର ସ୍ଥିତି, ଚିହ୍ନ, ମାନଦଣ୍ଡ ନିଶ୍ଚିତ ଭାବରେ ନିର୍ଦ୍ଧାରିତ ହୁଏ। ଆମର ଇତିହାସ ପୃଷ୍ଠାରେ ବହୁ ବିଦୁଷୀ ନାରୀମାନଙ୍କର ଦୁର୍ଦମନୀୟ ସାହସର ରୂପରେଖ ନିର୍ଣ୍ଣିତ ହୋଇଛି, ଯେଉଁମାନଙ୍କୁ ଆମେ ବୀରାଙ୍ଗନାର ମୁକୁଟ ପିନ୍ଧିଛୁ। ସେଇ ବୀରା ରମଣୀମାନେ ଦେଶପ୍ରେମ ବାବଦରେ ନିଜ ମସ୍ତିଷ୍କକୁ ବାଜି ଲଗାଇଛନ୍ତି ଏବଂ ଦେଶ ରକ୍ଷା ପାଇଁ ପ୍ରାଣବଳି ଦେଇଛନ୍ତି। ଶ୍ରୋତା ବନ୍ଧୁ, ସୁଲେଖିକା, କବି, ଗାଳ୍ପିକା, ଅନୁବାଦିକା ପ୍ରିୟମ୍ବଦା ସାହୁଙ୍କ ଦ୍ୱାରା ଲିଖିତ ଏକ ସୁନ୍ଦର ପୁସ୍ତିକା ମୋର ହସ୍ତଗତ ହୋଇଛି। ପୁସ୍ତକର ନାଁ ହେଉଛି ବୀରାଙ୍ଗନା, ଯେଉଁଥିରେ ସେ 23 ଜଣ ବୀରାଙ୍ଗନାଙ୍କ ସମ୍ପର୍କରେ, ବୀର ରମଣୀମାନଙ୍କ ସମ୍ପର୍କରେ ସୁନ୍ଦର ଆଲୋଚନା ପ୍ରସ୍ତୁତ କରିଛନ୍ତି, ଯେଉଁମାନେ ତାଙ୍କ କର୍ମ ପ୍ରଚୋଦନାକୁ ନେଇ ପ୍ରସିଦ୍ଧି ଅର୍ଜନ କରିଛନ୍ତି ଏବଂ ଇତିହାସ ପୃଷ୍ଠାରେ ସେମାନଙ୍କ ନାମ ସ୍ୱର୍ଣ୍ଣାକ୍ଷରରେ ଲିପିବଦ୍ଧ ହୋଇଛି। ଆଜି ସେଇ ବୀରାଙ୍ଗନା ପୁସ୍ତକର ଜଣେ ବିପ୍ଳବିନୀ, ଜଣେ ଦୃଷ୍ଟାନ୍ତମୂଳକ ଉଦାହରଣ ସୃଷ୍ଟି କରିଥିବା ମହାରାଣୀଙ୍କ ସମ୍ପର୍କରେ ଆଲୋଚନା କରୁଛି। ରାଣୀ ରୁଦ୍ରମା ଦେବୀ। ରାଣୀ ରୁଦ୍ରମା ଦେବୀ ଜନ୍ମ ତାଙ୍କର ଈସା 1262ରେ, ଖ୍ରୀଷ୍ଟାବ୍ଦ ସମ୍ବତ ମସିହା ଓ ଅଙ୍କ ପରି ଈସା ମଧ୍ୟ ଏକ ପ୍ରାଚୀନ ବର୍ଷର ଗଣନା। ତେଣୁ ରୁଦ୍ରମା ଦେବୀଙ୍କର ଜନ୍ମ ଈସା 1262ରେ ହୋଇଥିଲା। ରୁଦ୍ରମା ଦେବୀ ଈସା 1295 ପର୍ଯ୍ୟନ୍ତ ଦକ୍ଷିଣ ଭାରତରେ କାକତୀୟ ସାମ୍ରାଜ୍ୟର ଜଣେ ପ୍ରମୁଖ ନେତ୍ରୀ, ସୁଶାସିକା ରାଣୀ ହିସାବରେ ପ୍ରସିଦ୍ଧି ଲାଭ କରିଛନ୍ତି। ତାଙ୍କ ପିତା ସମ୍ରାଟ ଗଣପତି ଦେବ ଓ ମାତା ସୋମାମ୍ମା ଦେବୀ। ଗଣପତି ରାଜାଙ୍କର ପୁତ୍ର ନଥିଲେ, ମାତ୍ର 2ଟି କନ୍ୟା ଥିଲେ, ଜନତୋମ୍ମା ଓ ରୁଦ୍ରମା। ରୁଦ୍ରମା ସାନ ଥିଲେ। ସେତେବେଳେ କାକତୀୟ ସାମ୍ରାଜ୍ୟ ବହୁତ ବଡ଼ ଥିଲା। ତାହା ପୂର୍ବରେ କଳିଙ୍ଗ, ପଶ୍ଚିମରେ କର୍ଣ୍ଣାଟକ, ଉତ୍ତରରେ ମଧ୍ୟପ୍ରଦେଶ ଓ ଦକ୍ଷିଣରେ କାଞ୍ଚିପୁରମ୍ ପର୍ଯ୍ୟନ୍ତ ବିସ୍ତୃତ ଥିଲା। କାକତୀୟ ସାମ୍ରାଜ୍ୟରେ ତେଲୁଗୁ ଭାଷା ପ୍ରଚଳିତ ଥିଲା। ସେହି ସାମ୍ରାଜ୍ୟର ଏକ ଶିଳା ନଗରୀ ତାର ରାଜଧାନୀ। ଏକଶିଳା ନଗରୀ ସେଇ କାକତୀୟ ସାମ୍ରାଜ୍ୟର ଏକ ରାଜଧାନୀ। ରାଜା ଗଣପତିଙ୍କ ଭାଇ ହରିହର ଦେବ ଓ ମୁରାରୀ ଦେବ ସିଂହାସନ ଲୋଭରେ ଛାୟା ପରି ଗଣପତିଙ୍କ ପଛରେ ଲାଗି ରହିଥାନ୍ତି। ପଡ଼ୋଶୀ ରାଜ୍ୟ ଦେବଗିରିର ରାଜା ମଧ୍ୟ କାକତୀୟ ସିଂହାସନକୁ ଆଖି ରଖିଥାନ୍ତି। ଏ ସମସ୍ତେ ଅପେକ୍ଷା କରିଥାନ୍ତି ଯେ ଗଣପତିଙ୍କର ଏକ କନ୍ୟା ଅଛି, ଯେବେ ପୁତ୍ର ନ ହୁଏ ତେବେ ଉତ୍ତରାଧିକାରୀ ରହିବେ ନାହିଁ। ସେହି ସୁଯୋଗକୁ ନେଇ ଆମେ ସିଂହାସନ ମାଡ଼ି ବସିବୁ। ତେବେ ସେହି ସମୟ ଆସିଲା। ରାଣୀ ଦ୍ୱିତୀୟ ସନ୍ତାନ ଜନ୍ମ କରିବେ। ହରିହର ଓ ମୁରାରୀ ଦେବ ଜ୍ୟୋତିଷ ଡାକି ଗଣନା କରାଇଲେ ଯେ ଗଣପତି ଦେବଙ୍କର ପୁତ୍ର ଜନ୍ମ ହେବ ନା କନ୍ୟା। ଜ୍ୟୋତିଷ ଗଣନା କରି କହିଲେ, ଶାସ୍ତ୍ର ଗଣନା ଦର୍ଶାଉଛି କନ୍ୟା ଜନ୍ମ ହେବ। ସେ ସାମ୍ରାଜ୍ଞୀ ହେବ। ସପ୍ତ ପ୍ରାଚୀର ନିର୍ମାଣ କରାଇବ। ପ୍ରାଚୀର ନିର୍ମାଣ ବେଳେ ପ୍ରଚୁର ପ୍ରାକୃତିକ ସମ୍ପତ୍ତିର ଅଧିକାରିଣୀ ହେବ। ଏ କଥା ହରିହର ଓ ମୁରାରୀ ଦେବ ହସରେ ଉଡ଼ାଇଦେଲେ। ଭାବିନେଲେ ଯେ କନ୍ୟାଟା କ'ଣ କରିପାରିବ। ହରିହର କହିଲେ, ତା ପୂର୍ବରୁ ମୁଁ ରାଜା ହୋଇସାରିଥିବି। କନ୍ୟା କେବଳ ପୁରୁଷର ଦାସୀ, ମନୋରଞ୍ଜନ ପାଇଁ ତାର ଶରୀର ଗଢ଼ା ହୋଇଛି, ରାଣୀ ହୋଇ ରାଜ୍ୟ ଚଳାଇବା ପାଇଁ ନୁହେଁ। ଦେବଗିରି ରାଜା କହିଲେ, ଗଣପତି ଦେବଙ୍କର ଯେବେ ପୁତ୍ର ନ ହୁଏ ତେବେ ମୋର ଦ୍ୱିତୀୟ ପୁତ୍ର ମହାଦେବ ପାଇଁ ସେହି ସିଂହାସନକୁ ମୁଁ ଛଡ଼ାଇ ନେବି। ବିଧି ନିର୍ଦ୍ଦିଷ୍ଟ ସମୟ ଆସିଲା।
ରାଣୀ ସୋମାମ୍ମା ଏକ ପିଲାର ଜନନୀ ହେଲେ। ମହାମନ୍ତ୍ରୀ ଶିବଦେବ ଏ ଖବର ଜଣାଇବା ପାଇଁ ରାଜାଙ୍କ ପାଖକୁ ଗଲେ। ସେତେବେଳକୁ ରାଜା ମଞ୍ଚ ଉପରେ ଥାଇ ଚିନ୍ତାରେ ପଦଚାରଣା କରୁଥାନ୍ତି। ତଳେ ହଜାର ହଜାର ଲୋକ ଗୁହାରି କରୁଥାନ୍ତି, ମହାରାଜ ଆମକୁ ଆମ ରାଜ୍ୟ ଦିଅନ୍ତୁ, ନହେଲେ ଆମକୁ ଅତ୍ୟାଚାରରେ ପୀଡ଼ିତ ହେବାକୁ ପଡ଼ିବ, ଆମକୁ ରକ୍ଷା କରନ୍ତୁ ମହାରାଜ। ମହାମନ୍ତ୍ରୀ ଶିବଦେବ ଅତ୍ୟନ୍ତ ବିଶ୍ୱାସୀ ଓ ଚତୁର ଥିଲେ। ଏପରି ପରିସ୍ଥିତିକୁ ସେ ବୁଝିଗଲେ। ରାଜାଙ୍କୁ କନ୍ୟାରତ୍ନ ପ୍ରାପ୍ତିର ଖବର ଶୁଣାଇଦେଲେ। ଏହା ଶୁଣି ରାଜା ଦୁଃଖରେ ଭାଙ୍ଗିପଡ଼ି କହିଲେ, ମହାମନ୍ତ୍ରୀ ତୁମେ ଯେଉଁ ଶୁଭ ଖବର ଶୁଣାଇଲ ସେଥିରେ କାହାର ମଙ୍ଗଳ ଅଛି? ଶୁଣୁଛ ତ ପ୍ରଜାମାନଙ୍କର ଗୁହାରି। ଶତ୍ରୁମାନେ କାନପାତି ବସିଛନ୍ତି। କନ୍ୟା ଜନ୍ମ ଖବର ପାଇଲେ ସଙ୍ଗେ ସଙ୍ଗେ ମାଡ଼ି ଆସିବେ। ଏପରି ସ୍ଥଳେ ମୁଁ କ'ଣ କରିପାରିବି କୁହ ତ? ଶିବଦେବ କହିଲେ, ମହାରାଜ ଏଥିରେ କେବଳ ସିଂହାସନ ଉପରେ କି ପ୍ରଜାମାନଙ୍କ ଉପରେ ବିପଦ ହେବ ତା ନୁହେଁ, କନ୍ୟାମାନଙ୍କ ପ୍ରତି ମଧ୍ୟ ବିପଦ ରହିବ। ଆମେ ଏକ କାର୍ଯ୍ୟ କରିବା। କନ୍ୟା ଜନ୍ମ ଖବର ମୁଁ, ମୋର ସ୍ତ୍ରୀ ଆଉ ଆପଣ ଏପର୍ଯ୍ୟନ୍ତ ଜାଣିଛନ୍ତି। ରାଣୀ ମା ମଧ୍ୟ ବେହୋସ ଅଛନ୍ତି। ତାଙ୍କୁ ପରେ ବୁଝାଇ ଦିଆଯିବ। ଜନ୍ମ କୁଣ୍ଡଳୀରେ କନ୍ୟା ନାମ ରୁଦ୍ରମ୍ମା ଦେବୀ ରହିବ, କିନ୍ତୁ ଆମେ ଘୋଷଣା କରିବା ପୁତ୍ର ସନ୍ତାନ ଆଉ ନାମ ରହିବ ରୁଦ୍ରଦେବ। ଏହା ଦ୍ୱାରା କେତେଦିନ ଆମେ ଜନ୍ମ ରହସ୍ୟ ଲୁଚାଇ ରଖିପାରିବା? ରାଜା ପଚାରିଲେ। ବର୍ତ୍ତମାନ ତ ବିପଦ ଟଳିଯିବ, ପରେ ଦେଖିବା, ମନ୍ତ୍ରୀ କହିଲେ। ଏହା କହି ଶିବଦେବ ତୁରନ୍ତ ଭିତରକୁ ଯାଇ ପାଟବସ୍ତ୍ର ଗୁଡ଼ାଇ ଆଣି ଜନତାଙ୍କୁ ଦେଖାଇ ଘୋଷଣା କଲେ, ହେଇ ଦେଖ, ଏ ସନ୍ତାନ ତୁମ ରାଜଗାଦୀର ଭବିଷ୍ୟତର ଉତ୍ତରାଧିକାରୀ ରାଜକୁମାର ରୁଦ୍ରଦେବ। ପ୍ରଜାମାନେ ଖୁସି ହୋଇ ବିଭିନ୍ନ ଉତ୍ସବ କଲେ। ଶତ୍ରୁମାନଙ୍କ ମୁହଁରେ କାଳି ଲାଗିଗଲା। ବିଶେଷ କରି ରାଜଗାଦୀକୁ ଲୋଭରେ ଟାକି ବସିଥିବା ହରିହର ଓ ମୁରାରୀ ଦେବ ବହୁ ଉତ୍ତ୍ୟକ୍ତ ହୋଇ ପଡ଼ିଲେ। କନ୍ୟା ହେବ ବୋଲି କହିଥିବା ଜ୍ୟୋତିଷକୁ ଡକାଇ ମାରି ପକାଇଲେ। ମନ୍ତ୍ରୀ ଶିବଦେବ କୁମାର ରୁଦ୍ରଦେବଙ୍କୁ ଘୋଡ଼ା ଚଢ଼ା, ଖଣ୍ଡାଯୁଦ୍ଧ, ତୀରନ୍ଦାଜ, ଦୌଡ଼ା ପ୍ରତିଯୋଗିତା, ନଦୀ ପହଁରା ଇତ୍ୟାଦି ସବୁ ବିଦ୍ୟାରେ ନିପୁଣ କରାଇଦେଲେ। ପୁରୁଷ ପୋଷାକ ପିନ୍ଧାଇ ଏକ ପୁତ୍ର ପରି ତାଙ୍କୁ ରଖିଥାନ୍ତି। ଏପରିକି ପୂଜା ପାର୍ବଣ ନହେଲେ ମଧ୍ୟ ତାଙ୍କ ବଡ଼ ଭଉଣୀ ପାଖକୁ ସେ ଯାଇପାରନ୍ତି ନାହିଁ। 14 ବର୍ଷ ହେଲା। ଦିନେ ରୁଦ୍ରଦେବଙ୍କ ମନରେ ପ୍ରଶ୍ନ ଉଠିଲା। ସେ ଶିବଦେବଙ୍କୁ କାରଣ ପଚାରିଲେ। ଗୁରୁଦେବ, ବର୍ତ୍ତମାନ ମୁଁ ବୁଝିପାରିଛି ଯେ ମୁଁ ଏକ ନାରୀ। ତେବେ ମୋତେ କାହିଁକି ଏପରି ପୁରୁଷ ପରି ପାଳନ କରାଯାଇଛି? ରାଜକୁମାର, ପ୍ରଜାଙ୍କ ହିତ ପାଇଁ ଏହା କରାଯାଉଛି। ସେ ସବୁ କଥା ବୁଝାଇ ଦେଲେ ଯେ ସାମ୍ରାଜ୍ୟ ରକ୍ଷା ପାଇଁ ଏକ ପୁରୁଷ ଉତ୍ତରାଧିକାରୀ ଦରକାର। ଏବେ ତୁମେ ନିଜେ ନିର୍ଣ୍ଣୟ ନେଇପାର, ତୁମେ ପୁରୁଷ ରହିବ କି ନାରୀ ହେବ? ରାଜକୁମାର ଚିନ୍ତା କରି କହିଲେ, ଗୁରୁଦେବ, ଆପଣଙ୍କ ଇଚ୍ଛା ପୂର୍ଣ୍ଣ ହେବା ପର୍ଯ୍ୟନ୍ତ ମୁଁ ପୁରୁଷ ହିଁ ରହିବି। ତାପରେ ସେଇ 14 ବର୍ଷ ବୟସରେ ତାଙ୍କୁ ଯୁବରାଜ ରୂପେ ଅଭିଷିକ୍ତ କରାଗଲା। ସେଇ ଦିନ 2ଟା ରାଜ୍ୟର ରାଜକୁମାର ତାଙ୍କ ସହିତ ଭେଟ କରିବାକୁ ଆସିଥିଲେ। 2 ଜଣ ପାଖାପାଖି ସମବୟସ୍କ। ରୁଦ୍ରଦେବ ବହୁତ ଆଗ୍ରହରେ ସେମାନଙ୍କୁ ସ୍ୱାଗତ କଲେ, କାରଣ କିଲ୍ଲା ବାହାରକୁ ସେ କେବେ ଯାଆନ୍ତି ନାହିଁ। ଚାଲୁକ୍ୟ ଦେଶର ରାଜକୁମାର ବୀରଭଦ୍ର ଦେବ ରୁଦ୍ରଦେବଙ୍କୁ ମିତ୍ର ବୋଲି ସମ୍ବୋଧନ କଲେ। କିନ୍ତୁ ଗନ୍ନା ରେଡ୍ଡି, ଯିଏକି ରୁଦ୍ରଦେବଙ୍କ ଠାରୁ ବୟସରେ 2 ବର୍ଷ ସାନ, ସେ ଭାରି ଯୁଦ୍ଧପ୍ରିୟ। ସେ ରୁଦ୍ରଦେବଙ୍କୁ ତରବାରୀ ଯୁଦ୍ଧ ପାଇଁ ଆହ୍ୱାନ ଦେଲେ। ଗନ୍ନା ରେଡ୍ଡିଙ୍କୁ ଖୁସି କରିବା ପାଇଁ ରୁଦ୍ରଦେବ ଆହ୍ୱାନ ସ୍ୱୀକାର କଲେ। ଯୁଦ୍ଧ ହେଲା। ଯୁଦ୍ଧରେ ଦୁହେଁ ସମକକ୍ଷ ବୀର ବୋଲି ଜଣାପଡ଼ିଲା। ଥରେ ହରିହର ଦେବ ଓ ମୁରାରୀ ଦେବ ଏକ ଷଡ଼ଯନ୍ତ୍ର ରଚନା କଲେ ରୁଦ୍ରଦେବଙ୍କୁ ମାରିଦେବା ପାଇଁ। ଏକ ହାତୀକୁ ମଦିରା ପିଆଇ ମଇଦାନରେ ଠିଆ କରାଗଲା। ସଭାସଦ ଓ ରାଜାଙ୍କୁ ଡକାଇ ପ୍ରତିଯୋଗିତା ଦେଖିବା ପାଇଁ ବସାଇଲେ। ଏହି ଖବର ଜାଣି ବହୁ ଲୋକ ପ୍ରତିଯୋଗିତା ଦେଖିବା ପାଇଁ ମଇଦାନର ଅଦୂରରେ ଠୁଳ ହୋଇଗଲେ। ହରିହର ଦେବ ଡାକ ଦେଲେ, ଏଇ ହାତୀକୁ ବଶ କରିପାରିବ ଏପରି କେହି ବୀର ଅଛନ୍ତି? ହରିହର ଦେବଙ୍କ ଶଳା ପହିଲମାନ ନାଗଦେବ ପ୍ରଥମେ ଗଲେ। ହାତୀ ପାଖରେ ପହଞ୍ଚିବା ମାତ୍ରେ ହାତୀ ତାଙ୍କୁ ଶୁଣ୍ଢରେ ଉଠାଇ ତଳେ କଚାଡ଼ି ଦେଲା। ସେ ଡରି କରି ଦୌଡ଼ି ପଳାଇଗଲେ। ତାପରେ ହରିହର ଦେବ ରାଜା ଗଣପତିଙ୍କୁ ଲକ୍ଷ୍ୟ କରି କହିଲେ, ରୁଦ୍ରଦେବ ବହୁ ଶୌର୍ଯ୍ୟ ବୀର୍ଯ୍ୟ ଥିବା ବୀର ବୋଲି ଶୁଣାଯାଏ। ରୁଦ୍ରଦେବ, ଆପଣ ବହୁ ଶୌର୍ଯ୍ୟ ବୀର୍ଯ୍ୟ ଥିବା ବୀର ବୋଲି ଶୁଣାଯାଆନ୍ତି, କିନ୍ତୁ
ବୀରତା ଆମେମାନେ କେବେ ଦେଖିନାହୁଁ। ଯେବେ ରୁଦ୍ରଦେବ ଏଇ ହାତୀକୁ ଆୟତ୍ତକୁ ଆଣିପାରିବେ, ତେବେ ସମସ୍ତ ପ୍ରଜା ମଧ୍ୟ ନିଜ ଆଖିରେ ତାଙ୍କ ବାହୁବଳର ବୀରତ୍ୱ ଦେଖି ନିଅନ୍ତେ। ଏହା ଶୁଣି ରାଜା ଡରିଗଲେ। କେମିତି ଏକ ମତ୍ତ ହସ୍ତୀ ଆଗକୁ ରୁଦ୍ରଦେବଙ୍କୁ ଠେଲିଦେବେ? ରାଜା ଶିହରି ଉଠିଲେ, କିନ୍ତୁ ମହାମନ୍ତ୍ରୀ ଶିବଦେବ ରାଜକୁମାରଙ୍କୁ ଡକାଇଲେ। ରୁଦ୍ରଦେବ ଘୋଡ଼ାରେ ଚଢ଼ି ମଇଦାନ ଉପରକୁ ଆସିଲେ। ଯେମିତି ଯାଇ ହାତୀ ଆଗରେ ପହଞ୍ଚିଛନ୍ତି, ହାତୀ ତାଙ୍କୁ ଶୁଣ୍ଢରେ ଉଠାଇ ତଳକୁ ଦୂରକୁ ଫିଙ୍ଗିଦେଲା। ଏଥର ରୁଦ୍ରଦେବ ଦୂରକୁ ଦୌଡ଼ି ଆସି ହାତୀର ଶୁଣ୍ଢ ଉପରେ ଚଢ଼ିଯାଇ ତା ମଗଜ ଉପରେ ମୁଥି ମାରି ଚାଲିଲେ। ହାତୀ ତାଙ୍କୁ ଭୂଇଁରେ ପକାଇ ଦେଇ ମଇଦାନ ସାରା ଦୌଡ଼ାଦୌଡ଼ି କରୁଥାଏ। ଏହି ଅବସରରେ ରୁଦ୍ରଦେବ ଏକ ସିଂହ ପରି ହାତୀ ପଛରେ ଦୌଡ଼ୁ ଦୌଡ଼ୁ ହଠାତ୍ ମଇଦାନ ମଝିରେ ଥିବା ଖମ୍ବ ଉପରକୁ ଚଢ଼ିଗଲେ। ହାତୀ ତ ଏଣେ ତେଣେ ଦୌଡ଼ୁଥାଏ। ସେ ଯେତେବେଳେ ଖମ୍ବ ପାଖ ଦେଇ ଗଲା, ରୁଦ୍ରଦେବ ତତ୍କ୍ଷଣାତ୍ ଖମ୍ବରୁ ଡେଇଁ ପଡ଼ି ହାତୀ ପିଠିରେ ବସି ପଡ଼ିଲେ। ବସିଯାଇ ତା ମଥା ଉପରେ ମଗଜକୁ ମୁଥି ପରେ ମୁଥି ମାରି ଚାଲିଲେ। ଏଥର ହାତୀର ମଗଜ ଠିକଣାକୁ ଆସିଗଲା। ହାର ମାନି ନେଇ ସେ ବସି ପଡ଼ିଲା। ରାଜକୁମାର ପିଠିରୁ ଓହ୍ଲାଇ ହାତୀ ଶୁଣ୍ଢକୁ ଆଉଁସି ଦେଲେ। ହାତୀ ମଧ୍ୟ ତାଙ୍କୁ କୃତଜ୍ଞତା ଜଣାଇଲା। ସେଇ ମଇଦାନରେ ରୁଦ୍ରଦେବଙ୍କୁ ରାଜ ଗଜକେଶରୀ ଉପାଧିରେ ଭୂଷିତ କରାଗଲା। ଏହାପରେ ରୁଦ୍ରଦେବ ଯେଉଁଠାରେ ଜଳର ଅଭାବ ଥାଏ, ସେଠାରେ କୂପ ପୁଷ୍କରିଣୀ ଖୋଳାଇଲେ। ଯାହାର ଜମିକୁ ପାଣି ମିଳୁନଥାଏ, ସେଠାକୁ ନାଳିମାନ ଖୋଳାଇ ପାଣି ମାଡ଼ିବାର ବ୍ୟବସ୍ଥା କରିଦେଲେ। ଭୂମି କର ଛାଡ଼ କରିଦେଲେ। ଯେତେ ପ୍ରଜାହିତକର କାର୍ଯ୍ୟମାନ କରି ପ୍ରଜାଙ୍କୁ ସୁଖରେ ରଖିଲେ। ରୁଦ୍ରଦେବଙ୍କ ନାମରେ ଶିଳାଲେଖମାନ ଲେଖାଗଲା। ନିଜ ଗଡ଼ର ସୁରକ୍ଷା ପାଇଁ ଗଡ଼ ଚାରିପାଖରେ ଶକ୍ତ ପ୍ରାଚୀର ଘେରାଇଲେ। ପ୍ରାଚୀର ପାଇଁ ନିଅଁ ଖୋଳିବା ବେଳେ ପ୍ରାକୃତିକ ଖଣି ସବୁ ବାହାରିଲା। ସେ ଖବର ହରିହର ଦେବ ଓ ମୁରାରୀ ଦେବଙ୍କ କାନକୁ ଯିବାରୁ ସେମାନଙ୍କର ପୂର୍ବ କଥା ମନେ ପଡ଼ିଲା। ପଣ୍ଡିତ କହିଥିଲା, ସପ୍ତ ପ୍ରାଚୀର ନିର୍ମାଣ କରିବ, ପ୍ରାକୃତିକ ସମ୍ପତ୍ତିର ଅଧିକାରିଣୀ ହେବ ସେହି କନ୍ୟା। ଯେବେ ପ୍ରାଚୀର ଗଢ଼ା ହେଲା, ଖଣି ବାହାରିଲା, ତେବେ କନ୍ୟା କଥା ସତ ନୁହେଁ ତ? ସେମାନଙ୍କ ମନରେ ସନ୍ଦେହ ଉପୁଜିଲା। ସେଇଠୁ ଉପାୟ ଖୋଜିଲେ କେମିତି ଜାଣିବେ। ତା ପରଦିନ ରାଜସଭାରେ ମୁରାରୀଦେବ ଏହି ବିଷୟରେ କହିଲେ। ଯୁବରାଜଙ୍କର ବିବାହ ବୟସ ହୋଇଗଲାଣି, ଆଜି ଯାଏ ତାଙ୍କର ବିବାହ କାହିଁକି କରାଯାଉ ନାହିଁ? ପୁଣି କହିଲେ, ଏକଥା ମୁଁ କହୁନାହିଁ, ପ୍ରଜାମାନେ ଚାହୁଁଛନ୍ତି। ଏହା ଏକ ଅଡ଼ୁଆ ପ୍ରଶ୍ନ ଥିଲା। ରାଜା କୌଣସି ଉତ୍ତର ଦେଇପାରୁନଥାନ୍ତି, କିନ୍ତୁ ଧୁରନ୍ଧର ମହାମନ୍ତ୍ରୀଙ୍କର ମନେ ପଡ଼ିଗଲା ଯେ ଏକ କନ୍ୟା ହାତୀ ପ୍ରତିଯୋଗିତା ଦିନ ରାଜଜେମା ଜନତୋମ୍ମା ପାଖରେ ବସି ଯୁବରାଜଙ୍କର ଖୁବ୍ ପ୍ରଶଂସା କରୁଥିଲା। ସେ ତାକୁ ଜାଣିଛନ୍ତି। ତେଣୁ ଅଚାନକ ଠିଆ ହୋଇପଡ଼ି ଶିବଦେବ କହିଲେ, ଯୁବରାଜଙ୍କର ବିବାହ ସ୍ଥିର ହୋଇସାରିଛି ରାଜା ଜୟାବ ସେନଙ୍କ ପ୍ରିୟ କନ୍ୟା ମୁକ୍ତମ୍ବା ସହିତ। ଆସନ୍ତା ମାସରେ ଶୁଭ ଦିନ ଦେଖି ବିବାହ ସମ୍ପନ୍ନ ହେବ। ଆଉ କାହାର କିଛି କହିବାର ନଥିଲା। ତା ପରମାସରେ ବିବାହ କାର୍ଯ୍ୟ ସମାପନ ହୋଇଗଲା। ବିବାହ ପରେ ମୁକ୍ତାମ୍ବାଙ୍କୁ ସବୁ କଥା ଜଣାଇ ଦିଆଗଲା। ଜନହିତ ପାଇଁ ରୁଦ୍ରଦେବଙ୍କ କଠୋର ମନୋବଳ ଦେଖି ମୁକ୍ତାମ୍ବାଙ୍କର ରୁଦ୍ରଦେବଙ୍କ ପ୍ରତି ସମ୍ମାନ ବଢ଼ିଗଲା। ପଡ଼ୋଶୀ ରାଜ୍ୟ ଦେବଗିରିର ମହାଦେବ ଏବେ ବଡ଼ ହୋଇଗଲାଣି। ପିଲା ଦିନରୁ ଶୁଣି ଆସିଛି ଯେ କାକତୀୟ ସାମ୍ରାଜ୍ୟ ବହୁତ ବଡ଼। ଏକ ଶିଳା ରାଜ୍ୟର ଓରାଗାଲୁଗଡ଼, ଯାହାର ଚାରିପାଖେ ସପ୍ତ ପାଚେରୀ ଘେରା କାର୍ଯ୍ୟ ଚାଲୁ ରହିଛି। ସେଇ ସିଂହାସନର ଲାଳସା ତା ମନ ଭିତରେ ଦିନକୁ ଦିନ ଚାରା ଗଛ ପରି ତାହାରି ବୟସ ସହିତ ତାଳ ଦେଇ ଦେଇ ବଢ଼ି ବଢ଼ି ଚାଲିଛି। ସେ ସବୁବେଳେ ସେଇ କିଲ୍ଲା ବା ଗଡ଼ ଉପରେ ଦୃଷ୍ଟି ରଖି ଆସିଛି। ଏବେ ସେ ଏକ ଉପାୟ ଚିନ୍ତା କରି ଚତୁରୀ ଦାସୀ ମଦନିକାକୁ ଗୁପ୍ତଚର ଭାବରେ ରାଜା ଗଣପତିଙ୍କ ନଗରକୁ ପଠାଇଲା। ଦାସୀଟି ବହୁ ବୁଦ୍ଧି ପ୍ରୟୋଗ କରି ଯୁବରାଣୀ ମୁକ୍ତାମ୍ବାଙ୍କର ଦାସୀ ହୋଇ ରହିଲା। ସେଠାରେ ତାକୁ ବହୁତ ସୁବିଧା ହେଲା ନିଜ କାର୍ଯ୍ୟ ସିଦ୍ଧି କରିବା ପାଇଁ। ସେ ପାରା ଦ୍ୱାରା ସବୁ ଖବର ଦେବଗିରି ମହାଦେବଙ୍କ ପାଖକୁ ଦେବାରେ ଲାଗିଲା। ଯୁବରାଣୀଙ୍କ ଦାସୀ ହୋଇଥିବାରୁ ତାକୁ କେହି କୌଣସି ସ୍ଥାନକୁ ଯିବା ପାଇଁ ରୋକିଲେ ନାହିଁ। ଏହିପରି ସେ ସବୁଆଡ଼େ ଅବାଧ ଭାବେ ବୁଲାବୁଲି କରେ। ଗଡ଼ ଭିତରେ ଯୁବରାଜଙ୍କର ସ୍ୱତନ୍ତ୍ର ଛୋଟ ଜଳାଶୟଟିଏ ଥାଏ। ଦିନେ ରୁଦ୍ରଦେବ ସେଠାରେ ସ୍ନାନ କଲାବେଳେ ମଦନିକା ଲୁଚି ଲୁଚି ଦେଖିନେଲା। ସଙ୍ଗେ ସଙ୍ଗେ ପାରା ସାହାଯ୍ୟରେ ମହାଦେବ ପାଖକୁ ଗୁପ୍ତ ଖବର ପଠାଇଦେଲା। ଆଉ କିଛି ଧନ ଆଶାରେ ହରିହର ଦେବଙ୍କ ପାଖକୁ ଯାଇ ରୁଦ୍ରଦେବ ପୁରୁଷ ନୁହନ୍ତି, ଜଣେ ନାରୀ ବୋଲି ଜଣାଇ ଅଜସ୍ର ଧନ ମାଗିଲା। ମୁରାରୀଦେବ କହିଲେ, ଆମେ ଜାଣିଛୁ ତୁ ମହାଦେବର ଗୁପ୍ତଚର। ଏ ଖବର ପାଇଲେ ଦେବଗିରିର ମହାଦେବ ଆମ ସହିତ ଯୁଦ୍ଧ କରିବାକୁ ସଙ୍ଗେ ସଙ୍ଗେ ପ୍ରସ୍ତୁତ ହୋଇଯିବ। ତୋର ଯେବେ ଧନ ମାଗିବାର ଥିଲା, ତୁ ଆମକୁ ଆଗରୁ କାହିଁକି ଖବର ଦେଲୁ ନାହିଁ? କହି ମଦନିକାକୁ ମାରି ପକାଇଲେ। ଏଣେ ମଦନିକାକୁ ନ ପାଇ ଶିବଦେବଙ୍କର ସନ୍ଦେହ ହେଲା। ତହିଁ ପରଦିନ ହରିହର ଓ ମୁରାରୀଦେବ ରାଗରେ ତମତମ ହୋଇ ରାଜସଭାରେ ପହଞ୍ଚିଲେ। ଶିବଦେବ ଏଥିପାଇଁ ଆଗରୁ ପ୍ରସ୍ତୁତ ଥାନ୍ତି।
ରୁଦ୍ରଦେବଙ୍କୁ କନ୍ୟା ରୂପରେ ସଜାଇ ଠିଆ କରାଇଥାନ୍ତି। କେହି କିଛି କହିବା ପୂର୍ବରୁ ଶିବଦେବ ଘୋଷଣା କରିଦେଲେ ଯେ ଆସନ୍ତାକାଲି ରୁଦ୍ରମ୍ବା ଦେବୀ ସିଂହାସନରେ ଅଭିଷେକ ହେବେ। ଦୀର୍ଘ 25 ବର୍ଷ ପରେ ରୁଦ୍ରମ୍ବା ଦେବୀଙ୍କ ଜନ୍ମ ରହସ୍ୟ ଉନ୍ମୋଚନ ହେଲା। ରୁଦ୍ରଦେବ ସେହି ଦିନଠାରୁ ରୁଦ୍ରମ୍ବା ଦେବୀ ହେଲେ। ସଭାସଦ୍ ବୃନ୍ଦ ତଟସ୍ଥ ହୋଇଗଲେ। ଏ ଖବର ବିଜୁଳି ବେଗରେ ଚତୁର୍ଦିଗ ବ୍ୟାପିଗଲା। ବହୁ ପ୍ରଜା ପ୍ରକୃତ ରହସ୍ୟ ଜାଣିବା ପାଇଁ ରାଜନଗର ଆଡ଼କୁ ଧାଇଲେ। ରାଣୀ ହୁଅନ୍ତୁ କି ରାଜା, ସେହି ସିଂହାସନର ଅଧିକାରୀ ଭବିଷ୍ୟତରେ ପ୍ରଜାଙ୍କୁ ସୁରକ୍ଷା ଦେଇପାରିବେ ବୋଲି ସମସ୍ତେ ନୀରବ ରହିଲେ। ମାତ୍ର ହରିହର ଦେବ ମୁରାରୀ ଦେବଙ୍କ ସାଥିରେ କିଛି ପ୍ରଜା ନାରୀ ଅଧୀନରେ ରହିବେ ନାହିଁ ବୋଲି ପ୍ରତିବାଦ କଲେ। ଶିବଦେବ ଯୁକ୍ତି ବାଢ଼ିଲେ ଯେ ଆଜି ପର୍ଯ୍ୟନ୍ତ ଏତେ ବର୍ଷ ଭିତରେ ରୁଦ୍ରଦେବ ତୁମମାନଙ୍କର କେବେ ଉପକାର କରିଛନ୍ତି? ତାଙ୍କ ବୀରତ୍ୱ ପାଇଁ ଆମ ସାମ୍ରାଜ୍ୟ ଆକ୍ରମଣ କରିବାକୁ ଶତ୍ରୁ ଡରୁଛନ୍ତି। ସେ ନାରୀ ହୋଇଗଲେ କଣ ତାଙ୍କର ସମସ୍ତ ଶୌର୍ଯ୍ୟ ବୀର୍ଯ୍ୟ ଲୋପ ପାଇଯିବ? ଯିଏ ରାଜ୍ୟ ଚଳାଇବାର ଯୋଗ୍ୟ, ତାଙ୍କୁ ସିଂହାସନରେ ବସିବାର ଅଧିକାର ଦିଆଯାଉ। ଏହି ଘୋଷଣା ଦ୍ୱାରା ସେହି ଲୋକମାନଙ୍କ ଉପରେ କୌଣସି ପ୍ରଭାବ ପଡ଼ିଲା ନାହିଁ। ଏଥର ରୁଦ୍ରମା ଦେବୀ ଉଠି କହିଲେ, ମୁଁ ପ୍ରଜା ହିତକୁ ମୋ ଜୀବନରେ ଶ୍ରେଷ୍ଠ ମନେକରେ। ପ୍ରଜା ଯେବେ ଅସନ୍ତୁଷ୍ଟ ହେଉଛନ୍ତି, ମୁଁ ସିଂହାସନରେ ଅଭିଷେକ ହେବି ନାହିଁ। ଆଜି ପର୍ଯ୍ୟନ୍ତ ମୁଁ ଛଦ୍ମ ବେଶରେ ରହିଥିବାରୁ ମୋତେ ଯାହା ଦଣ୍ଡ ଦେବେ ମାନିନେବି, କିନ୍ତୁ ପ୍ରଜା ଗଣ୍ଡଗୋଳ ନ ହେଉ। ବିରୋଧକାରୀ ସ୍ଥିର କଲେ ଦୀର୍ଘ 25 ବର୍ଷ କାଳ ଜଣେ ନାରୀ ପୁରୁଷ ବେଶରେ ରହି ପ୍ରଜାମାନଙ୍କୁ ଧୋକା ଦେବାର ଦଣ୍ଡ ମୃତ୍ୟୁ। କିନ୍ତୁ ଯେହେତୁ ସେ ଜଣେ ନାରୀ, ତାଙ୍କୁ ରାଜ୍ୟରୁ ବହିଷ୍କାର କରାଯାଉ। ପ୍ରକୃତ କାରଣ ରୁଦ୍ରମାକୁ ମାରିଦେବାର ସାହସ ବିରୋଧୀମାନେ କରିପାରିଲେ ନାହିଁ। ପ୍ରଜା ବିଦ୍ରୋହ ହୋଇଯିବାର ସମ୍ଭାବନା ଥିଲା। ରୁଦ୍ରମା ସେହି ସଭାସ୍ଥାନରୁ ବାହାରି ଚାଲିଗଲେ। ରାସ୍ତାରେ ଯାଉ ଯାଉ ହାତୀଶାଳ ପଡ଼ିଲା। ରୁଦ୍ରଦେବଙ୍କର ବଶ ହୋଇଥିବା ହାତୀଟି ରୁଦ୍ରମାକୁ ଦୂରରୁ ଚିହ୍ନି ପାରିଲା। ସେ ଗୋଡ଼ରେ ବନ୍ଧା ହୋଇଥିବା ରଶି ଛିଣ୍ଡାଇ ଆସି ରୁଦ୍ରମାଙ୍କ ଆଗରେ ପଥରୋଧ କରି ବସି ନିଜର କୃତଜ୍ଞତା ଜଣାଇଲା। ପଶୁଟିର ବିଶ୍ୱସ୍ତତା ଦେଖି ରୁଦ୍ରମା ତା ପିଠିରେ ବସି ରାଜ୍ୟ ଛାଡ଼ିଦେଲେ। ରୁଦ୍ରମା ଯାଇ ଦୂରରେ ଏକ ମନ୍ଦିରରେ ରହିଲେ। ଖବର ଜାଣି ତାଙ୍କ ମିତ୍ର ଚାଲୁକ୍ୟ ବୀରଭଦ୍ର ତାଙ୍କ ପାଖକୁ ଆସି ବିବାହ କରିବାକୁ ଚାହିଁଲେ। କିନ୍ତୁ ରୁଦ୍ରମା କହିଲେ, ଦେଖ ମିତ୍ର, ମୋର ପିତା ବର୍ତ୍ତମାନ ସୁଦ୍ଧା ସାମ୍ରାଜ୍ୟର ସମ୍ରାଟ ଅଛନ୍ତି। ତାଙ୍କର ସ୍ୱପ୍ନକୁ ସାକାର କରିବା ପାଇଁ ମୋର ଜନ୍ମ। ମୁଁ ମୋ ପ୍ରଜାମାନଙ୍କୁ ଛାଡ଼ି ଦୂରକୁ ଯାଇପାରିବି ନାହିଁ। ମୋ ପାଖରେ ବର୍ତ୍ତମାନ କିଛି ଉପାୟ ନାହିଁ। ସୁଯୋଗ ଦେଖି ଦେବଗିରିର ମହାଦେବ ପିତାଙ୍କ ସହିତ ଯୁଦ୍ଧ କରିବ। ତୁମେ ମୋର ମିତ୍ର ହିସାବରେ ଯେବେ ସାହାଯ୍ୟ କରିବା ପାଇଁ ଚାହିଁବ, ତେବେ ମହାଦେବଙ୍କୁ ପରାଜିତ କର। ତୁମ ଉପରେ ମୋର ବିଶ୍ୱାସ ରହିଛି। ଏକଥା ଶୁଣି ବୀରଭଦ୍ର ତାଙ୍କ ସୈନ୍ୟ ସଜ କରି ଦେବଗିରି ଆଡ଼କୁ ଯିବାର କଥା ଦେଇ ଚାଲିଗଲେ। ଏପଟେ ଏକ ଶିଳାରେ ବହୁ ଗଣ୍ଡଗୋଳ ହେଲା। ହରିହର ଦେବ ଓ ମୁରାରୀ ଦେବ ପ୍ରଜାମାନଙ୍କ ଉପରେ ଅତ୍ୟାଚାର କଲେ। ମାରପିଟ, ପୋଡ଼ାଜଳା, ସଂଘର୍ଷ ଲାଗି ରହିଲା। ବୃଦ୍ଧ ଗଣପତି ଦେବ ଓ ଶିବଦେବ ଏସବୁକୁ ଆୟତ୍ତ କରିପାରୁ ନଥାନ୍ତି। ଶେଷରେ ବିରୋଧକାରୀମାନେ ହଇରାଣ ହୋଇ ରୁଦ୍ରମାଙ୍କ ପାଖକୁ ଯାଇ ନିଜ ଆଚରଣ ପାଇଁ କ୍ଷମା ମାଗିଲେ। ତାଙ୍କୁ ଆଣି ସିଂହାସନରେ ବସାଇଲେ। ତାପରେ ରୁଦ୍ରମା ରାଣୀ ହୋଇ ରାଜ୍ୟ ସମ୍ଭାଳିଲେ। ଏହା ସବୁ ହରିହର ଦେବ ଓ ମୁରାରୀ ଦେବଙ୍କ ଷଡ଼ଯନ୍ତ୍ର ବୋଲି ଗନ୍ନା ରେଡ୍ଡି ଜାଣିପାରିଲା। ତାର ସବୁଆଡ଼େ ଅବାଧ ଗତି ଥାଏ। ସେ କେତେବେଳେ କେଉଁଠି ଦେଖାଦିଏ, ତାହା ପୂର୍ବରୁ କେହି ଜାଣିପାରନ୍ତି ନାହିଁ। ଗନ୍ନା ରେଡ୍ଡି ନିଜକୁ ଘୋଷଣା କରି କହେ, ମୁଁ ସିନ୍ଧୁ ଦେଶର ସୁପୁତ୍ର। ସବୁବେଳେ ଯୁଦ୍ଧ ସ୍ଥାନମାନଙ୍କରେ ପହଞ୍ଚିଯାଇ ନ୍ୟାୟର ସାଙ୍ଗ ଦେଇ ଅନ୍ୟାୟକୁ ଧ୍ୱଂସ କରେ। ବର୍ତ୍ତମାନ ଏହି ପରିସ୍ଥିତିରେ ସେ ଆସି ରୁଦ୍ରମାଙ୍କୁ ସାହାଯ୍ୟ କଲା। ହରିହର ଦେବ ଓ ମୁରାରୀ ଦେବଙ୍କୁ ଯୁଦ୍ଧ କରି ମାରି ପକାଇଲା। ତାର ଅଦମ୍ୟ ବୀରତ୍ୱ ଦେଖି ରାଣୀ ରୁଦ୍ରମା ଦେବୀ ତାକୁ ପ୍ରଶଂସା କରି କହିଲେ, ହେ ବୀର, ପ୍ରକୃତରେ ତୁମେ ସିନ୍ଧୁ ଦେଶର ସୁପୁତ୍ର। ତୁମର ସାହାଯ୍ୟ ପାଇଁ ଧନ୍ୟବାଦ। ତୁମେ ଏତେ ବଡ଼ ବୀର ହୋଇ କୌଣସି ରାଜଗାଦୀରେ ନ ବସି କେବଳ ସତ୍ୟର ରକ୍ଷା ପାଇଁ ବୀରତ୍ୱ ପ୍ରଦର୍ଶନ କରୁଥିବାରୁ ମୁଁ ତୁମକୁ ସମ୍ମାନ କରୁଛି। ବୀର ଗୋନା ଗନ୍ନା ରେଡ୍ଡି। ରୁଦ୍ରମା ଦେବୀ ତାକୁ ପ୍ରଶଂସା କରି କହିଲେ, ହେ ବୀର ସିନ୍ଧୁ ଦେଶର ସୁପୁତ୍ର। ରୁଦ୍ରମା ରାଣୀ ହୋଇ ରାଜ୍ୟ ସମ୍ଭାଳିଲେ। ସମସ୍ତ ଅବସ୍ଥା ଶାନ୍ତ ପଡ଼ିବା ପରେ ରାଣୀ ରୁଦ୍ରମା ଚାଲୁକ୍ୟ ବୀରଭଦ୍ରଙ୍କୁ ବିବାହ କଲେ। ତାଙ୍କର 2 କନ୍ୟା ଜନ୍ମ ହେଲେ। ଶେଷରେ ରୁଦ୍ରମା ତାଙ୍କ ଏକ କନ୍ୟାର ସନ୍ତାନ ଅର୍ଥାତ୍ ନାତିକୁ ପୋଷ୍ୟପୁତ୍ର କରିନେଲେ। ପ୍ରତାପ ରୁଦ୍ର ନାମରେ ଈସା 1280ରେ ତାର ଅଭିଷେକ କରାଇଲେ। 1289ରେ ଅମ୍ବାଦେବଙ୍କ ସହିତ ଲଢ଼େଇ କରି ରାଣୀ ମୃତ୍ୟୁବରଣ କଲେ। ଆଉ ଏକ ମତରେ ରାଣୀ ରୁଦ୍ରମାଙ୍କର 1295ରେ ମୃତ୍ୟୁ ହୋଇଛି। ସେ ଓରାଗାଲୁ ଗଡ଼ରେ ସପ୍ତ ପ୍ରାଚୀର ଘେରାଇଥିଲେ ଆଉ ଗୋଲକୋଣ୍ଡା ଦୁର୍ଗ ନିର୍ମାଣ କରିଥିଲେ ବୋଲି ଜଣାଯାଏ। ହାଇଦ୍ରାବାଦରେ ଏବେ ସୁଦ୍ଧା ଗୋଲକୋଣ୍ଡା ଦୁର୍ଗ ତେଲୁଗୁ କାକତୀୟ ସାମ୍ରାଜ୍ୟର ଶ୍ରେଷ୍ଠ ନମୁନା ରୂପେ ରହିଛି। ପରେ ଏହା ମୋଗଲମାନଙ୍କ ଅଧିକାରକୁ ଚାଲିଯାଇଥିଲା।
ବର୍ତ୍ତମାନ ଆଉ ସେ ଦିନ ମଧ୍ୟ ନାହିଁ। ଭାରତବର୍ଷ ଏକ ହୋଇଯାଇଛି। ଶ୍ରୋତା ବନ୍ଧୁ, ଆମେ ଶୁଣୁଥିଲେ ଜଣେ ବୀରାଙ୍ଗନାଙ୍କର ଜୀବନ ସମ୍ପର୍କରେ ଏବଂ ତାଙ୍କର ଯୋଉ ବୀରତ୍ୱ ସମ୍ପର୍କରେ। ସେ ଥିଲେ ରାଣୀ ରୁଦ୍ରାମ୍ମା ଦେବୀ। ଏଇ ଦେବୀଙ୍କ ସମ୍ପର୍କରେ, ଏଇ ଯୋଉ ରାଣୀଙ୍କ ସମ୍ପର୍କରେ ଆମେ ଆଲୋଚନାଟି ଶୁଣିଲେ, ଏହା ଥିଲା ଲେଖିକା ପ୍ରିୟମ୍ବଦା ସାହୁଙ୍କ ବୀରାଙ୍ଗନା ପୁସ୍ତକର ଏକ ବିଷୟ। ଅଡିଓଟି କେମିତି ଲାଗିଲା ଆପଣମାନଙ୍କର ମତାମତ ଅପେକ୍ଷାରେ ରହୁଛି। ଧନ୍ୟବାଦ।